ମୋର 17 ବର୍ଷର ଭାଇ କିଛି ସମୟ ପୂର୍ବରୁ ମୋ ରୁମ୍ରେ ଶୋଇବା ଆରମ୍ଭ କଲା। ଏହାପରେ ମୁଁ ମୋ ଶରୀରରେ କିଛି ପରିବର୍ତ୍ତନ ଅନୁଭବ କରିବାକୁ ଲାଗିଲି। ହଠାତ୍ ମୁଁ ମୋର ତଳ ପିଠିରେ ଯନ୍ତ୍ରଣା ଅନୁଭବ କରିବାକୁ ଲାଗିଲି। କିନ୍ତୁ ମୋର ଭାଇ ମୋତେ ଡାକ୍ତରଖାନା ଯିବାକୁ ଅଟକାଇଲେ। ଦିନେ ରାତିରେ ମୁଁ ଶୋଇବାର ବାହାନା କରୁଥିଲି, ଯେତେବେଳେ ମଧ୍ୟରାତିରେ ମୁଁ ମୋ ଦେହରେ କାହାର ଓଜନ ଅନୁଭବ କଲି। ମୋର ବାପା ମୋର ଯତ୍ନ ନେଉଥିଲେ ଏବଂ ମୋତେ ପ୍ରତିପୋଷଣ ମଧ୍ୟ କରୁଥିଲେ। ଗତ କିଛି ଦିନ ହେବ ବାପା ତାଙ୍କର ଅଫିସ କାମ ପାଇଁ ସହରରୁ ବାହାରି ଯାଇଥିଲେ। ବାପା ମୋତେ ଡାକି କହିଲେ, କାଜଲ, ଏହା ତୁମର ମାତା ଅଞ୍ଜଳି। ଏବେ ଆମେ ଦୁହେଁ ବିବାହିତ। ବାପା ମଧ୍ୟ ଏବେ ବିବାହିତ ହିଁ ଥିଲେ ଏବଂ ମୋର ଏଥିରେ କୌଣସି ଅସୁବିଧା ହିଁ ନଥିଲା। ବାସ୍ତବରେ ମୁଁ ବହୁତ ଖୁସି ଥିଲି, କାରଣ ପିତା ଆଜି ପର୍ଯ୍ୟନ୍ତ ନିଜ ବିଷୟରେ କେବେ ବି ଭାବିନଥିଲେ। ତାଙ୍କୁ ମାତ୍ର 38 ବର୍ଷ ହିଁ ହୋଇଥିଲା ଏବଂ ମୁଁ ତାଙ୍କୁ ଅନେକ ଥର କହିଥିଲି ଯେ ସେ ପୁନର୍ବାର ବିବାହ କରିବା ଉଚିତ। ବାପା ମୋତେ କେବେ ବି କହିନାହାନ୍ତି ଯେ ସେହି ମହିଳା ତାଙ୍କ ପାଇଁ କେତେ ସ୍ୱତନ୍ତ୍ର। କିନ୍ତୁ ଯେତେବେଳେ ବାପା ସେହି ମହିଳାଙ୍କୁ ବିବାହ କଲେ, ମୁଁ ବହୁତ ଖୁସି ଥିଲି, କାରଣ ମୋର ଖୁସି ପିତାଙ୍କ ସୁଖରେ ଥିଲା। ଏବେ ସେହି ମହିଳା ମୋର ନୂଆ ମା ହୋଇଗଲେ। ବର୍ତ୍ତମାନ ମୋର ନୂଆ ମା ସହିତ ଅମିତ ମଧ୍ୟ ଆମ ଘରେ ରହିବାକୁ ଚାହୁଁଥିଲେ। ମୁଁ ବାପାଙ୍କୁ ପଚାରିଲି, ଏହା ମୋର ସାନ ଭାଇ କି ବଡ଼ ଭାଇ? କାରଣ ତାଙ୍କୁ ଦେଖିବା ଦ୍ୱାରା ମୁଁ ନିଜକୁ ଛୋଟ ଅନୁଭବ କରୁଥିଲି। ବାପା କହିଛନ୍ତି, ଅମିତ ବର୍ତ୍ତମାନ 16 ବର୍ଷର ଏବଂ ତୁମେ 21 ବର୍ଷର, ତେଣୁ ସେ ତୁମର ସାନ ଭାଇ। ମୁଁ ତାଙ୍କୁ ମୋର ସାନ ଭାଇ ଭାବରେ ମଧ୍ୟ ଗ୍ରହଣ କଲି। ସେ ମୋ ପାଇଁ ସାନ ହିଁ ଦେଖାଯାଉଥିଲେ। ଅମିତ ବହୁତ ଶାନ୍ତ ହିଁ ଦେଖାଯାଉଥିଲେ। ପିତା ହିଁ ଆମକୁ ପରିଚିତ କରାଇଥିଲେ। ତାପରେ ସେ କେବଳ ମୋ ଉପରେ ହସିବାକୁ ଲାଗିଲେ। ଆମ ଘରେ 2ଟି କୋଠରୀ ଥିଲା ଏବଂ ରୋଷେଇ ଘର ଥିଲା। ଗୋଟିଏ କୋଠରୀ ମୋର ଏବଂ ଅନ୍ୟଟି ପିତାଙ୍କର ହିଁ ଥିଲା। ଏବେ ସେହି କୋଠରୀରେ ନୂଆ ମା ଏବଂ ବାପାଙ୍କ ସହିତ ମୋ ରୁମ୍କୁ ଆସିଥିଲେ। ସେ ମୋତେ କହିଲେ, କାଜଲ, ଅମିତ ଏବେ ବି ଆଘାତ ହିଁ ପାଇଛି। ସେ ଅଧିକ କଥାବାର୍ତ୍ତା କରନ୍ତି ନାହିଁ, କିନ୍ତୁ ବର୍ତ୍ତମାନ ତୁମେ ତାଙ୍କୁ କଥା ହେବାକୁ ହିଁ ପଡ଼ିବ। ବର୍ତ୍ତମାନ ଠାରୁ ତୁମେ 2 ଜଣ ସର୍ବଦା ଏକାଠି ହିଁ ରହିବ। ପ୍ରତିଦିନ ତାଙ୍କର ମା ସହିତ ସେ ଶୋଇଥାଏ। ଆଉ ବାପାଙ୍କର ଅର୍ଥ କ'ଣ? ମୁଁ ମୋର ବାପାଙ୍କୁ ମୁଣ୍ଡ ନୁଆଇଲି। ପ୍ରଥମ ଦିନରୁ ଅମିତଙ୍କ ସହ ମୋର ବନ୍ଧୁତା ବଢ଼ିବାକୁ ଲାଗିଲା। ସକାଳେ ଯେତେବେଳେ ବାପା ମୋର ନୂଆ ମା ସହିତ ଅଫିସକୁ ଯାଇଥିଲେ, ମୁଁ ମଧ୍ୟ ପୂର୍ବ ପରି ମୋର କଲେଜକୁ ଚାଲି ଯାଇଥିଲି ଏବଂ ଯିବାବେଳେ ପୂର୍ବ ପରି ମୋର ବାପାଙ୍କର ସାମ୍ନାକୁ ଯାଇଥିଲି। ତେଣୁ ମୁଁ ଘରର ସମସ୍ତ କାମ 10ଟା ସୁଦ୍ଧା ହିଁ ଶେଷ କଲି। ଅମିତ ସେ ତାଙ୍କର ପିତାଙ୍କର କୋଠରୀରେ ଏକ ବହି ପଢ଼ୁଥିଲେ। ମୁଁ ତାଙ୍କ ସହିତ କଥାବାର୍ତ୍ତା କରିବାକୁ ମୋର ପିତାମାତାଙ୍କର କୋଠରୀକୁ ଚାଲି ଯାଇଥିଲି। ମୋତେ ଏକୁଟିଆ ଦେଖି ଅମିତ କେବଳ ମଧୁର ହସ ଦେଇ ପୁଣି ବେକକୁ ବଙ୍କା କରି ପୁସ୍ତକ ପଢ଼ିବା ଆରମ୍ଭ କଲେ। ସେ ବହୁତ ଲାଜୁଆ ବାଳକ ପରି ମୋତେ ମନେ ହେଉଥିଲେ। ମୁଁ ତାଙ୍କର ପାଖକୁ ଯାଇ ତାଙ୍କ ହାତରୁ ବହି ନେଇଥିଲି। ତଥାପି ଅମିତ ମଧ୍ୟ କିଛି ବି କହିଲା ନାହିଁ। ମୁଁ କହିଲି କି, ଅମିତ, ଯେହେତୁ ମୁଁ ଏହି କୋଠରୀକୁ ଆସିଛି, ଯଦି ମୁଁ ତୁମକୁ ଟିକେ ଥଟ୍ଟା କରେ ଆଉ ମୁଁ ତୁମ ଭିତରେ ଅନୁଭବ କରେ, ମୋତେ ତୁମର ବଡ଼ ଭଉଣୀ ଭାବରେ ବିବେଚନା କର ନାହିଁ। ମୋ କଥା ଶୁଣିବା ପରେ ଅମିତ କେବଳ ମୁଣ୍ଡ ନୁଆଇଲା। ମୁଁ ପୁଣି ତାଙ୍କ ସହ କଥା ହେବାକୁ ହିଁ ଲାଗିଲି। ମୁଁ କହିଲି କି, ଭାଇ, ଗ୍ରୀଷ୍ମ ଛୁଟି କେବଳ ଅଧ୍ୟୟନ ପାଇଁ ନୁହେଁ, ମଜା କରିବା ପାଇଁ ହୋଇଥାଏ। ଆଉ ତୁମେ ତ ଛୁଟି ଦିନରେ ମଧ୍ୟ ଅଧ୍ୟୟନ କରୁଛ। ଚାଲ ହଲ୍ରେ ବସି ଏକ ଚଳଚ୍ଚିତ୍ର ଦେଖିବା। ଅମିତ କହିଥିଲେ କି, ମୁଁ ଏପର୍ଯ୍ୟନ୍ତ ଚଳଚ୍ଚିତ୍ର ଦେଖିବା ପାଇଁ ବୃଦ୍ଧ ନୁହେଁ। ଅମିତଙ୍କର କଥା ଶୁଣିବା ପରେ ମୁଁ ହସି କହିଲି, ଛୋଟୁ, ତୁମେ କଥା ମଧ୍ୟ କହିପାରିବ କି? ଅମିତ ଶୁଣିବା ପରେ ହସିବାକୁ ଲାଗିଲା। ମୁଁ ତାଙ୍କର ହାତ ଧରି ହଲ୍କୁ ଆଣିଥିଲି। ଆମେ ଟିଭି ସୁଇଚ୍ ଅନ୍ କରି କାର୍ଟୁନ୍ ଦେଖିବା ଆରମ୍ଭ କରିଦେଲୁ। ମୁଁ ତାଙ୍କ ସହିତ କଥାବାର୍ତ୍ତା କରି ଚାଲିଲି ଏବଂ ବର୍ତ୍ତମାନ ମୋର ଶବ୍ଦଗୁଡ଼ିକ ଧୀରେ ଧୀରେ ମୋର ପାଖକୁ ଆସିବାକୁ ହିଁ ଲାଗିଲା। ଯେତେବେଳେ ବି ମୋର ପିତାମାତା ଘରେ ନଥିଲେ, ମୁଁ ଅମିତଙ୍କ ସହ ସମୟ ବିତାଉଥିଲି। ସେ ବାହାରକୁ ଯାଇ ବାଳକମାନଙ୍କ ସହିତ ବ୍ୟାଟ୍ ବଲ୍ ଖେଳୁଥିଲେ ଏବଂ ବେଳେବେଳେ ମୁଁ ତାଙ୍କୁ କ୍ୟାରମ୍ ମଧ୍ୟ ଶିଖାଉଥିଲି। ଶୀଘ୍ର ଆମେ ଦୁହେଁ ବହୁତ ଭଲ ବନ୍ଧୁ ହୋଇଗଲୁ। ଦିନେ ମୁଁ ଅମିତକୁ କହିଲି, ବର୍ତ୍ତମାନ ଆମେ ବନ୍ଧୁ ହୋଇଗଲୁ, ଆଗକୁ ତୁମେ ତୁମର ପିତାମାତାଙ୍କର କୋଠରୀରେ ଶୋଇବା ଉଚିତ ନୁହେଁ। ସେ ଉତ୍ତର ଦେଲେ, ଆରେ ନା, ମୁଁ କେବଳ ମୋର ମା ସହିତ ହିଁ ରହିବି। ମୁଁ ଚାହୁଁଥିଲି ଅମିତ ତାଙ୍କର ପିତାମାତାଙ୍କ ବନ୍ଧନରୁ ବାହାରକୁ ଆସନ୍ତୁ, ତେଣୁ ସେମାନଙ୍କ ମଧ୍ୟରେ ଶାନ୍ତି ଅଛି। ଏଥିପାଇଁ ମା ଏବଂ ବାପାଙ୍କ ସହ କଥାବାର୍ତ୍ତା କରିବାର କୌଣସି ଆବଶ୍ୟକତା ହିଁ ନାହିଁ, କାରଣ ବାପା ମଧ୍ୟ ଚାହାନ୍ତି ଯେ ତୁମେ ମୋର ରୁମ୍ରେ ହିଁ ଶୋଇ ରୁହ।
ପରଦିନ ରାତିରେ ଆମେ ରାତ୍ରି ଭୋଜନ କରିବା ପରେ ଅମିତ ମୋର ରୁମ୍କୁ ଆସିଲା। ଯେତେବେଳେ ମା ମଧ୍ୟ ମୋ ରୁମ୍କୁ ଆସିଲା, ମୁଁ ବିଛଣାରୁ ପ୍ରସ୍ତୁତ ହିଁ କରୁଥିଲି। ମା ଅମିତକୁ କହିଲା, ଶୋଇବାର ସମୟ ଆସିଯାଇଛି। ତୁମେ ବର୍ତ୍ତମାନ କାଜଳଙ୍କ କୋଠରୀରେ କ'ଣ କରୁଛ? ମାଙ୍କ କଥା ଶୁଣିବା ପରେ ଅମିତ ଟିକେ ଭୟଭୀତ ହେବାକୁ ଲାଗିଲେ। ମୁଁ ବୁଝିପାରିଲି ନାହିଁ ଯେ ସେ କାହିଁକି ସେମାନଙ୍କୁ ବହୁତ ଭୟ କରୁଥିଲେ। ମୁଁ କହିଲି କି, ମା, ଆଜିଠାରୁ ଅମିତ ମୋ ରୁମ୍ରେ ହିଁ ଶୋଇବ। ଆଉ ମୋତେ ତୁରନ୍ତ ଉତ୍ତର ଦେଲା, ଆରେ ନା ନା, ସେ ତୁମକୁ ଅସୁବିଧାରେ ପକାଇବ। ତୁମକୁ ଶୋଇବାକୁ ସେ ଜମା ବି ଦେବ ନାହିଁ। ମୁଁ ମୋର ମା ପାଖକୁ ଯାଇ ତାଙ୍କର କାନରେ ଫୁସ୍ଫୁସ୍ ହୋଇ କହିଲି, ମା, ତୁମେ ଏବଂ ବାପା ବିବାହ କରିବା ଦିନଠାରୁ ହିଁ ତୁମେ ତୁମ ସ୍ୱାମୀଙ୍କୁ ଉପଯୁକ୍ତ ସମୟ ଦେବାରେ ସକ୍ଷମ ହୋଇନଥିବ। ବର୍ତ୍ତମାନ ବ୍ୟସ୍ତ ହୁଅନ୍ତୁ ନାହିଁ। ଅମିତ ମୋର ରୁମ୍ରେ ରହିବେ। ମା ପିତାଙ୍କ ସହ ସମୟ ଅତିବାହିତ କରିବାର ସୁଯୋଗ ହିଁ ପାଇଥିଲେ। କିନ୍ତୁ ମା ଏହା ଜମା ବି ଚାହୁଁନଥିଲେ। ସେ ଅମିତକୁ ତାଙ୍କର କୋଠରୀକୁ ନେବା ଆରମ୍ଭ କରିଦେଲା, କିନ୍ତୁ ମୁଁ ତାଙ୍କୁ ଅଟକାଇଥିଲି। ତାପରେ ବାପା ସେଠାକୁ ଆସିଗଲେ ଏବଂ ସେ ଅମିତକୁ ମଧ୍ୟ କହିଦେଲେ, ତୁମେ କାଜଲଙ୍କର କୋଠରୀରେ ହିଁ ଶୋଇବ। ବାପାଙ୍କର କଥା ଶୁଣିବା ପରେ ମା ମଧ୍ୟ ରାଜି ହୋଇଗଲେ। କିନ୍ତୁ ଚାଲିଯିବା ବେଳେ ମା ମୋର କାନରେ ଫୁସ୍ଫୁସ୍ କରି କହିଲା, ଯଦି ତୁମେ ଅମିତକୁ ନିଜ କୋଠରୀରେ ରଖିବା ପାଇଁ ଏତେ ଜିଦ୍ ଧରୁଛ, ତେବେ ମୋର କୌଣସି ଆପତ୍ତି ନାହିଁ। କିନ୍ତୁ ତମେ ଟିକେ ଅପେକ୍ଷା ହିଁ କର। ସେ ମଧ୍ୟ ଏବେ ବଢ଼ୁଛନ୍ତି। ବର୍ତ୍ତମାନ ମୋର ମାଙ୍କର କଥାକୁ ଗମ୍ଭୀରତାର ସହ ମୁଁ ନେଇନାହାନ୍ତି। ମୁଁ ଭାବିଲି କି ସେ କିଛି ମିଛ କଥା ହିଁ କହୁଛି ଏବଂ ମୋର କୌଣସି ଧାରଣା ହିଁ ନଥିଲା ଯେ ଏହା ମୋ ଉପରେ ଏତେ ଗଭୀର ପ୍ରଭାବ ପକାଇବ। ମୁଁ ଜାଣିନଥିଲି ଯେ ଅମିତ ମୋ ବିବାହ ପୂର୍ବରୁ ହିଁ ମୋର ସ୍ୱାମୀଙ୍କର ଅଭିଜ୍ଞତା ଦେବାକୁ ହିଁ ଯାଉଛନ୍ତି। ସେଦିନ ରାତିରେ ଅମିତ ମୋର କୋଠରୀରେ ମୋର ବିଛଣାରେ ହିଁ ଶୋଇଥିଲା। ଶୋଇବାର ଅଳ୍ପ ସମୟ ପରେ ମୁଁ ମୋର ଦେହରେ କାହାର ହାତ ଅନୁଭବ କଲି। ମୁଁ ପୁରା ଗଭୀର ନିଦ୍ରାରେ ଥିଲି, ତଥାପି ମୁଁ ଏହି ଅଦ୍ଭୁତ ଶବ୍ଦକୁ ଅନୁଭବ କଲି। ମୁଁ ଆଖି ଖୋଲି ଦେଖିଲି ଅମିତ ଶୀଘ୍ର ତାଙ୍କର ହାତ କାଢ଼ି ଦେଉଥିଲେ। ମୁଁ ଭାବିଲି କି ବୋଧହୁଏ ସେ ତାଙ୍କର ମାଙ୍କ ସହିତ ଶୋଇବାର ଅଭ୍ୟାସରେ ରହିବେ। ତେଣୁ ମୁଁ ଏହାକୁ ଅଣଦେଖା କରି ଆଉ ତାର ହାତ ମଧ୍ୟ କାଢ଼ି ନଥିଲି। ପରଦିନ ରାତିରେ ମୁଁ ପ୍ରାୟ 12ଟା ସମୟରେ ଭଲ ଭାବରେ ଉଠିଗଲି। ମୁଁ ଦେଖିଲି କି ଅମିତ ଏବେ ବିଛଣାରେ ନାହିଁ। ମୁଁ ତାକୁ ଖୋଜିବା ପାଇଁ ଉଠି ପଡ଼ିଲି ଆଉ ତାକୁ ଖୋଜିବାକୁ ଲାଗିଲି, କିନ୍ତୁ ସେ ରୋଷେଇ ଘରେ କିମ୍ବା ବାଥରୁମ୍ରେ ବି ନଥିଲେ। ତାପରେ ମୁଁ ମୋର ମା ଏବଂ ବାପାଙ୍କର କୋଠରୀ ଆଡ଼କୁ ଗଲି, ଯେଉଁଠାରେ ମୁଁ ଅମିତକୁ ସେମାନଙ୍କର କୋଠରୀରେ ଥିବାର ଦେଖିଲି। ବିଳମ୍ବିତ ରାତିରେ ସେ ସେଠାରେ କ'ଣ କରୁଥିଲେ, ମୁଁ ଦେଖିକି ପୁରା ଆଶ୍ଚର୍ଯ୍ୟ ହୋଇଯାଉଥିଲି। ଯେତେବେଳେ ମୁଁ କୋଠରୀ ନିକଟରେ ପହଞ୍ଚିଲି, ଦେଖିଲି ରୁମ୍ର କବାଟ ଟିକେ ଖୋଲା ଅଛି ଏବଂ ଅମିତ ମା ଏବଂ ପିତାଙ୍କର ବ୍ୟକ୍ତିଗତ ଜିନିଷକୁ ସେ ଦେଖୁଛନ୍ତି। ମୁଁ ସାଙ୍ଗେ ସାଙ୍ଗେ ତାଙ୍କ ହାତକୁ ଟାଣି ନେଇ କୋଠରୀକୁ ନେଇଗଲି। ମୁଁ କ୍ରୋଧରେ ତାଙ୍କୁ କହିଲି, ତୁମେ ପାଗଳ କି? ସେ ଏହା ଶୁଣି ତାଙ୍କର ମୁହଁ ବହୁତ ଦୁଃଖିତ ହୋଇଗଲା। ମୁଁ ତାଙ୍କର ପାଖକୁ ଗଲି ଏବଂ ତାଙ୍କର ହାତରେ ମୋର ହାତ ରଖିଲି। ମୁଁ ଯେତେବେଳେ ତାଙ୍କ ଆଡ଼କୁ ଚାହିଁଲି, ତାଙ୍କ ଆଖିରେ ଲୁହ ଆସିଗଲା। ମୁଁ ତାଙ୍କୁ ପଚାରିଲି, ତୁମେ କ'ଣ କାନ୍ଦିବା ଆରମ୍ଭ କରିଦେଲ? ସେ ଅଶ୍ରୁଳ ସ୍ୱରରେ କହିଲା, ଭଉଣୀ, ମୁଁ ମାଙ୍କୁ ବହୁତ ମନେ କରେ। ମୁଁ ତାଙ୍କ ବିନା ଶୋଇପାରିବେ ନାହିଁ। ତାଙ୍କଠାରୁ ଏହା ଶୁଣି ମୁଁ ତାକୁ ଆଲିଙ୍ଗନ କଲି ଏବଂ ମା ପରି ତାଙ୍କୁ ମୋର ପାଖରେ ହିଁ ରଖିଲି। ମୁଁ ତାଙ୍କର ଭାବନାକୁ ବୁଝିପାରୁଥିଲି, କିନ୍ତୁ ମୁଁ ମଧ୍ୟ ଭାବିଥିଲି ଯେ ପିତାମାତାମାନେ ପରସ୍ପର ସହିତ ସମୟ ବିତାଇବା ବହୁତ ଜରୁରୀ ହିଁ ଅଟେ। ଯଦି ଅମିତ ସେମାନଙ୍କ ମଧ୍ୟରେ ବାରମ୍ବାର ଚାହାନ୍ତି, ତେବେ ସେମାନେ ପରସ୍ପରକୁ ସମୟ ଦେଇପାରିବେ ନାହିଁ। ମୁଁ ଘରେ ସବୁଠାରୁ ବୁଦ୍ଧିମାନ ଥିଲି ଏବଂ ଅମିତ ମୋଠାରୁ ମଧ୍ୟ ସାନ ହିଁ ଥିଲା। ପରିସ୍ଥିତି ଏପରି ଥିଲା ଯେ ମୋତେ ସମସ୍ତ ଦାୟିତ୍ୱ ବହନ କରିବାକୁ ହିଁ ପଡ଼ିଲା। ମୁଁ ଅମିତକୁ ମାଙ୍କର କୋଠରୀକୁ ଯିବାକୁ ହିଁ ଦେଲି ନାହିଁ, କିନ୍ତୁ ମୁଁ ତାଙ୍କର କାନ୍ଦିବାକୁ ମଧ୍ୟ ସହିପାରିଲି ନାହିଁ। ମୁଁ ତାଙ୍କ ମା ପରି ବ୍ୟବହାର କରିବାକୁ ଲାଗି ପଡ଼ିଲି ଏବଂ ତାଙ୍କର ଯତ୍ନ ନେବାକୁ ହିଁ ଚାହୁଁଥିଲି। ତେଣୁ ମୁଁ ତାଙ୍କର ମା ପରି ତାଙ୍କୁ ଆଲିଙ୍ଗନ କଲି, କିନ୍ତୁ ଧୀରେ ଧୀରେ ଅମିତଙ୍କର ପାଦ ମଧ୍ୟ ଖସିଯିବାକୁ ଲାଗିଲା ଏବଂ ମୁଁ ତାଙ୍କୁ ସାନ ଭାଇ ପରି ଅଧିକ ଘନିଷ୍ଠ ହେବାକୁ ଲାଗିଲି। ସେ ତାଙ୍କର ସ୍ପର୍ଶ ମାଧ୍ୟମରେ ତାଙ୍କର ଭାବନାକୁ ଭିନ୍ନ ଭାବରେ ଅନୁଭବ କରିପାରନ୍ତି। ହଠାତ୍ ଅମିତ ମୋ ଉପରେ ହାତ ବୁଲାଇବାକୁ ଲାଗିଲା। ମୁଁ ସାଙ୍ଗେ ସାଙ୍ଗେ ତାକୁ ମୋ ପାଖରୁ ଠେଲିଦେଲି ଆଉ ମୁଁ ଶୋଇବାକୁ କହିଲି। କିଛି ସମୟ ବିଛଣାରେ ଶୋଇବା ପରେ ଅମିତ ପୁଣି ମୋର ପାଖକୁ ଆସି ମୋ ଦେହରେ ହାତ ରଖିଦେଲା। ସେ ଏବେ ବି ନିଦ୍ରାରେ ହିଁ ଥିଲା ଏବଂ ପାଟି କରି କହିଲା, ମା, ମୋତେ ଛାଡ଼ ନାହିଁ। ମୁଁ ଭାବିଲି ସେ ତାଙ୍କର ମାଙ୍କୁ ହିଁ ହରାଉଛନ୍ତି। ତେଣୁ ସେହି ସମୟରେ ମୁଁ ମୋର ଦେହରୁ ତାଙ୍କର ହାତ କାଢ଼ି ନେଇଥିଲି ଏବଂ ମୁଁ ଆଉ କିଛି ବି ନ ଭାବି ଶୋଇଯାଇଥିଲି।
ପରଦିନ ସକାଳେ ମୁଁ ଟିକେ ବିଳମ୍ବରେ ଉଠିଲି। ମା ଏବଂ ବାପା ଅଫିସକୁ ଚାଲି ଯାଇଥିଲି। ଜଳଖିଆ ଖାଇବା ପରେ ଅମିତ ହଲରେ ସବୁଦିନ ପରି ଟିଭି ଦେଖୁଥିଲି। ମୁଁ ଉଠି ସିଧା ବାଥରୁମକୁ ଚାଲିଗଲି। ଗାଧୋଇବା ପରେ ମୁଁ କେବଳ ଟାୱାଲରେ ହିଁ ରୁମକୁ ଫେରି ଆସିଲି। ମୁଁ ଭାବିଲି କି ବର୍ତ୍ତମାନ ମୋର ରୁମକୁ ଆଉ କିଏ ଆସିବ ଏବଂ କାହିଁକି ଆସିବ, ତେଣୁ କୌଣସି ଚିନ୍ତା ନ କରି ସେ ବାହାରେ ଖୋଜିବାକୁ ହିଁ ଲାଗିଲି। ତାପରେ ହଠାତ୍ ରୁମର କବାଟ ଖୋଲି ଅମିତ ସାମ୍ନାରେ ଠିଆ ହୋଇଗଲା। ସେ ମୋତେ ଏପରି ପୋଷାକରେ ଦେଖି ପୁରା ଆଶ୍ଚର୍ଯ୍ୟ ହୋଇଗଲି ଏବଂ ଥରେ ମଧ୍ୟ ତଳକୁ ଚାହିଁଲି। ମୁଁ ତାକୁ ଆଖିରେ ଚାହିଁ ପାରିଲି ନାହିଁ ଏବଂ ସାଙ୍ଗେ ସାଙ୍ଗେ ପଛକୁ ଚାହିଁ ଅମିତକୁ କୋଠରୀରୁ ବାହାରକୁ ଯିବାକୁ କହିଲି। ଅମିତ ବାହାରକୁ ଯିବାକୁ ପ୍ରସ୍ତୁତ ହିଁ ନଥିଲେ, ତେଣୁ ମୁଁ କ୍ରୋଧିତ ଭାବରେ ତାକୁ ଆଉ ଥରେ ପଚାରିଲି। ତାପରେ ସେ ବାହାରକୁ ଚାଲିଗଲେ। ମୁଁ ରୁମ୍ ଛାଡ଼ିବା ମାତ୍ରେ ମୁଁ ମୋର ହାତରେ ଆସିଥିବା ପୋଷାକ ପିନ୍ଧି ବାହାରକୁ ଆସି ଅମିତକୁ ମୁଁ ପଚାରିଲି, ତୁମେ ହଠାତ୍ କୋଠରୀକୁ କାହିଁକି ଆସିଲ? ସେ ଉତ୍ତର ଦେଲେ, ମୁଁ ଏବେ ଜାଗ୍ରତ ଅଛି କି ନାହିଁ ଦେଖିବା ପାଇଁ ଆସିଥିଲି। କାରଣ ମୁଁ ସକାଳୁ ଟିଭି ଦେଖିବାରେ ବହୁତ ବିରକ୍ତ ହୋଇଯାଇଥିଲି। ତେଣୁ ଅମିତକୁ ବିରୋଧ କରିବାର କୌଣସି କାରଣ ନଥିଲା। ତେଣୁ ମୁଁ ଆଉ କିଛି ବି କହିନଥିଲି ଏବଂ ତାକୁ ବୁଝାଇଥିଲି, ତୁମେ ଆଜି ନିଜର ଯତ୍ନ ନିଅ। ମୁଁ ତୁମକୁ ମୋର ବନ୍ଧୁଙ୍କ ଘରକୁ ନେଇଯିବି। ସେଠାରେ ତାଙ୍କର ଭାଇ ମଧ୍ୟ ତୁମର ବୟସର ଅଟେ। ତୁମେ ସେଠାରେ ବହୁତ ମଜା କରିବ ଏବଂ ଏକ ନୂତନ ମଧ୍ୟ ବନ୍ଧୁ ପାଇବ। ମୁଁ ଅମିତଙ୍କ ସହିତ ମୋର ବନ୍ଧୁଙ୍କ ଘରକୁ ଯିବାକୁ ହିଁ ଛାଡ଼ିଦେଲି। ଯେତେବେଳେ ସ୍କୁଟିରେ ଆମେ ଦୁହେଁ ତାଙ୍କର ଘର ଆଡ଼କୁ ଚାଲି ଯାଉଥିଲୁ, ରାସ୍ତାରେ ମୁଁ ଅମିତକୁ ଅନାଇଥିବାର ଦେଖି ସେ କହିଥିଲା, ଦିଦି, ମୁଁ ବାହାରକୁ ଯିବାକୁ ବହୁତ ଭଲ ପାଏ, କିନ୍ତୁ ମୋର ପିତାମାତା ଆମକୁ କୌଣସି ସ୍ଥାନକୁ ନେବାକୁ ପ୍ରସ୍ତୁତ ହିଁ ନୁହନ୍ତି। ମୁଁ ଅମିତକୁ ଟିକେ ବୁଝାଇକି କହିଲି, ତୁମର ଉଭୟ ପିତାମାତା ଏବେ କାମ ହିଁ କରୁଛନ୍ତି। ସେମାନେ ନିଜ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ତେଣୁ ଆପଣଙ୍କୁ ବୁଲିବାକୁ ବାହାରକୁ ଯିବାକୁ ଆଉ ସମୟ ହିଁ ନାହିଁ। କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ। ମୁଁ ଏବେ ବୁଝିପାରୁଛି ଯେ ଆପଣ ବାହାରକୁ ଯିବାକୁ ଜମା ବି ପସନ୍ଦ କରନ୍ତି। ବେଳେ ବେଳେ ମୁଁ ତୁମକୁ ବୁଲିବାକୁ ବାହାରକୁ ନିଶ୍ଚୟ ଆଣିବି। ହଉ, ଠିକ୍ ଅଛି। ମୋ କଥା ଶୁଣିବା ପରେ ଅମିତ ବହୁତ ଖୁସି ହୋଇଗଲା। ଶୀଘ୍ର ଆମେ ମୋର ସାଙ୍ଗ ଘରେ ପହଞ୍ଚିଗଲୁ। ମୋର ସାଙ୍ଗର ଭାଇ ଅମିତଙ୍କ ଦ୍ୱାରା ଟିକେ ଆଘାତ ଅନୁଭବ କରୁଥିଲେ। ଉଭୟ ପିଲା ପୂର୍ବରୁ ହିଁ ଦାଢ଼ି ରଖିବା ଆରମ୍ଭ କରିସାରିଥିଲେ, ହେଲେ ଏପର୍ଯ୍ୟନ୍ତ ଯୌବନ ଅବସ୍ଥାରେ ସେ ପହଞ୍ଚି ନଥିଲେ। ମୋର ସାଙ୍ଗ ଦୀପ୍ତି ଅମିତକୁ ମୋ ସହିତ ଦେଖି ଥଟ୍ଟା କରି ମୋତେ କହିଲା, କାଜଲ, ତୁମେ ତୁମର ନୂଆ ସମ୍ପର୍କ ବିଷୟରେ ମୋତେ କିଛି ବି କହିନାହ। ତୁମେ ତୁମର ପ୍ରେମିକାକୁ ସିଧା ମୋ ଘରକୁ ଆଣିଦେଲ। ଦୀପ୍ତିଙ୍କ ଠାରୁ ଏହା ଶୁଣି ମୁଁ ଭାଇଙ୍କୁ ଦେଖିଲି, ଯିଏକି ଲଜ୍ଜାଜନକ ଭାବରେ ପୁରା ଲାଲ ହୋଇଯାଉଥିଲା। ଆଉ ସେ ପୁରା ଲାଜକୁଳା ହିଁ ବ୍ୟକ୍ତି ଥିଲା, ଯେପରି ମୁଁ ପ୍ରକୃତରେ ତାଙ୍କର ଗାର୍ଲଫ୍ରେଣ୍ଡ ହିଁ ଥିଲି। ମୁଁ ତାକୁ ବୁଝାଇ କହିଲି, ଏହା ମୋର ପ୍ରେମିକ ନୁହେଁ, ସେ ମୋର ହେଉଛନ୍ତି ସାନ ଭାଇ ଏବଂ ତୁମର ମଧ୍ୟ। ତାପରେ ମୁଁ ତାଙ୍କୁ ମୋର ବାପାଙ୍କର ଦ୍ୱିତୀୟ ବିବାହ ବିଷୟରେ କହିଲି। ଦୀପ୍ତି ଟିକେ ହସି ହସି କହିଲେ, ସେ ତୁମର ଭାଇ, ମୁଁ କିନ୍ତୁ ଭୁଲ ହିଁ କରିଥିଲି। ଦୟାକରି ମୋତେ କ୍ଷମା କରିଦିଅ। ଆମେ ଦୁହେଁ ଦୀପ୍ତିଙ୍କ ଘରେ ବହୁତ କଥାବାର୍ତ୍ତା ହିଁ କରିଥିଲୁ। ଅମିତ ଦୀପ୍ତିଙ୍କ ସହ ଖେଳୁଥିଲି ଏବଂ ଏକ ନିରୀହ ପିଲା ପରି ସେ ଦେଖାଯାଉଥିଲେ, କିନ୍ତୁ ପ୍ରକୃତରେ ସେ ଏପରି ହିଁ ନଥିଲେ। ଦୁହେଁ ନିଜର ବୟସ ପାଇଁ ଯୁବକ ଦେଖାଯାଉନଥିଲେ। ବୋଧହୁଏ ସେମାନେ ବିଶ୍ୱାସ କରୁଥିଲେ ଯେ ସେମାନଙ୍କୁ ଭଲ ମୂଲ୍ୟ ଦିଆଯାଇଛି। ମୁଁ ସେମାନଙ୍କ ସହିତ କିଛି ଭୁଲ ଦେଖିଲି ନାହିଁ। ସେହି ରାତିରେ ଯେତେବେଳେ ଆମେ ରାତ୍ରି ଭୋଜନ କରୁଥିଲୁ, ହଠାତ୍ ମୁଁ ଅନୁଭବ କଲି ଯେ ଟେବୁଲ ତଳେ କେହି ଜଣେ ମୋତେ ଦେଖୁଛନ୍ତି। ବାରମ୍ବାର ମୁଁ ତଳକୁ ଚାହିଁଲି ଏବଂ ଦେଖିଲି ଯେ ଏହା ଅମିତଙ୍କର ପାଦ ଅଛି। ମୁଁ ବୁଝିପାରିଲି ନାହିଁ ଯେ ସେ ଜାଣିଶୁଣି କିମ୍ବା ଅଜାଣତରେ ଏହା କରୁଛନ୍ତି। ତାଙ୍କୁ ଗାଳି ଦେବା ପରିବର୍ତ୍ତେ ମୁଁ ତାଙ୍କ ଉପରେ ବହୁତ କ୍ରୋଧିତ ହୋଇଗଲି। ପରେ ଯେତେବେଳେ ମୁଁ ରୋଷେଇ ଘର ସଫା କରିବା ପରେ ମୋ ରୁମ୍କୁ ଚାଲି ଯାଉଥିଲି, ମୁଁ ଦେଖିଲି କି ହଲ୍ରେ ମା ତାକୁ ଗାଳି ଦେଉଛନ୍ତି। ମୁଁ ଏହା ଦେଖି ବହୁତ ଦୁଃଖ ଅନୁଭବ କରୁଥିଲି। ମୁଁ ସେଠାରେ ପହଞ୍ଚିବା ପରେ ମା ମୋତେ ହସିବାକୁ ଲାଗିଲେ। ମୋତେ ମଧ୍ୟ ଅନୁସରଣ କଲା। କିଛି ସମୟ ପରେ ମା 2 ଗ୍ଲାସ କ୍ଷୀର ନେଇ ମୋ ରୁମ୍କୁ ଆସିଲା। ତାପରେ ସେ ମୋର ମୁଣ୍ଡ ଉପରେ କ୍ଷୀର ଢାଳିଦେଲା, କିନ୍ତୁ ସେ ମୋ ଉପରେ ହାତ ରଖି ହିଁ କହିଲା, ଯେବେଠାରୁ ତୁମେ ଘରକୁ ଆସିଛ, ମୁଁ ତୁମକୁ ଅତି ନିକଟତର ଜମା ବି କରିନାହିଁ। ବରଂ ତୁମେ ମୋର ପିଲା ଅମିତକୁ ହିଁ ମା ପରେ ହିଁ ଯତ୍ନ ନେଉଛ। ଆଉ ସେ ମଧ୍ୟ ତମ ବିଷୟରେ ବହୁତ ଭଲ କଥା ମୋତେ କହୁଥିଲା। ମୋର ମାଆଙ୍କର କଥା ଶୁଣି ମୋର ହୃଦୟରେ ଖାଲି ଖୁସି ଅନୁଭବ ହେଇଥିଲା। ମୋର ମା ମୋତେ ବହୁତ ଭଲ ପାଉଥିଲେ ଏବଂ ଯେତେବେଳେ ସେ ମୋ ପାଇଁ କ୍ଷୀର ଆଣିଥିଲେ, ସେତେବେଳେ ମୁଁ ଏହାକୁ ବହୁତ ଭଲ ପାଇ ପିଇଥିଲି। ପରବର୍ତ୍ତୀ କିଛି ଦିନ ଏହିପରି ହିଁ ଚାଲିଗଲା। ବର୍ତ୍ତମାନ ଯେତେବେଳେ ମୁଁ ସକାଳେ ଉଠିଲି, ମୋ ବେଡ୍ ଉପରେ ବହୁତ ଅସହଜ ଅନୁଭବ କଲି। ଏତେ ଡେରି ଶୋଇବା ଉଚିତ ନୁହେଁ, କିନ୍ତୁ ତଥାପି ମୁଁ ଏହାକୁ ଅଣଦେଖା ହିଁ କଲି।
କିଛି ଦିନ ପରେ ହଠାତ୍ ମୋର ପେଟରେ ଯନ୍ତ୍ରଣା ଆରମ୍ଭ ହେଲା। ଦିନେ ସକାଳେ ମୁଁ ଉଠିଗଲି। ମୋର ପେଟର ତଳ ପାଖରେ ବହୁତ ଯନ୍ତ୍ରଣା ଅନୁଭବ କଲା। ମୁଁ କିନ୍ତୁ ଏହାକୁ ବୁଝିପାରିଲି ନାହିଁ। ମୋର ବାବାଙ୍କ ସହିତ ଏହି ବିଷୟରେ ମୁଁ କିପରି କଥା ହେବି। ସେଦିନ ଯେତେବେଳେ ମୁଁ ବିଛଣା ଉପରେ ବସିଥିଲି, ଅମିତ ମଧ୍ୟ ଜାଗ୍ରତ ହୋଇଥିଲି। ସେ ମୋତେ ଅଜବ ଆଖିରେ ଦେଖିଲେ ଏବଂ ଉଠିବା ମାତ୍ରେ ସେ ମୋର ହାତ ଧରିଥିଲେ। ତାପରେ ସେ ପଚାରିଲେ, ତୁମେ ଠିକ୍ ଅଛ କି? ମୁଁ ସେତେବେଳେ କିଛି ଅଜବ ଅନୁଭବ କଲି, କିନ୍ତୁ ମୁଁ ତାଙ୍କୁ କିଛି ବି କହିନଥିଲି, କାରଣ ସେ ଛୋଟ ପିଲା ହିଁ ଥିଲେ। ମୁଁ ବିଛଣାରୁ ଉଠି କୋଠରୀରୁ ବାହାରକୁ ଆସିଗଲି ଆଉ ମାଆଙ୍କ ସହିତ କଥା ହେବାକୁ ହିଁ ଲାଗିଲି। ଯେତେବେଳେ ମୁଁ ମୋର ମାଆଙ୍କୁ ଚାହିଁଦେଲି, ତାଙ୍କର ମୁହଁ ଗମ୍ଭୀର ଦେଖାଯାଉଥିଲା। ତାହା ହେଉଛି ଯେ ମୁଁ କାହିଁକି ମୋର କଥା କହିଲି। ସେଦିନ ମା ବାପାଙ୍କ ସହିତ ଅଫିସକୁ ହିଁ ଯାଇନଥିଲେ ଏବଂ ବାପାଙ୍କ ସହିତ କଥାବାର୍ତ୍ତା କଲାବେଳେ ମଧ୍ୟ ତାଙ୍କର ମୁହଁ ବହୁତ ଗମ୍ଭୀର ହିଁ ଦେଖାଯାଉଥିଲା। କିନ୍ତୁ ମୋର ଏ ବିଷୟରେ କୌଣସି ଧାରଣା ହିଁ ନଥିଲା। ମୁଁ ଅଫିସକୁ ଯିବାବେଳେ ବାପାଙ୍କୁ ଅଟକାଇ ପଚାରିଲି, ବାପା, ତୁମ ଏବଂ ମାଆଙ୍କର ମତରେ କୌଣସି ଯୁକ୍ତି ଅଛି କି? ବାପା କିଛି ନ କହି ମୁଣ୍ଡ ନୁଆଁଇକି ଅଫିସ ଆଡ଼କୁ ଗଲେ। ପରବର୍ତ୍ତୀ 3 ରୁ 4 ଦିନ ମଧ୍ୟରେ ଏହିପରି ହିଁ ରହିଲା। ମୋର ପେଟରେ ଯନ୍ତ୍ରଣା ଅନୁଭବ କରି ମୁଁ ଶେଷରେ ମୋର ମାଆକୁ ଏହା କହିଦେଲି। ମା ମୋତେ ଡାକ୍ତରଖାନାକୁ ନେଇଗଲି, ଯେଉଁଠାରେ ମୁଁ ଚେକଅପ୍ କରିଥିଲି। ଯେତେବେଳେ ମୋର ରିପୋର୍ଟ ଆସିଲା, ମୋର ପୁରା ମୁଣ୍ଡ ନୁଆଁଇଗଲା। ମୋତେ ପଚାରିଲା କି, କାଜଲ, ମୋତେ ଗୋଟିଏ ପ୍ରଶ୍ନର ସତ୍ୟର ଉତ୍ତର ହିଁ ଦିଅ। ତୁମର କୌଣସି ପ୍ରେମିକ ଅଛି କି? ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି, ମା, ତୁମେ କାହିଁକି ଏପରି ପ୍ରଶ୍ନ ପଚାରୁଛ? କାରଣ ତୁମର ରିପୋର୍ଟରେ ଲେଖା ଅଛି ଯେ ତୁମେ ଏବେ ଗର୍ଭବତୀ ଅଛ। ଏହା ଶୁଣି ମୋର ପାଦ ତଳୁ ଯେମିତି ମାଟି ଖସିଗଲା। ମୋ ଆଖିରେ ଖାଲି ଲୁହ ଝରିଗଲା। ମୁଁ କହିଲି କି, ମା, ତୁମେ ରିପୋର୍ଟକୁ ସଠିକ୍ ଭାବରେ ଦେଖିଛ ତ? ମୁଁ କିପରି ଗର୍ଭବତୀ ହେବି? ମୋର ତ କୌଣସି ପ୍ରେମିକ ମଧ୍ୟ ନାହିଁ। ମୁଁ ପୁଣି ଥରେ ପରସ୍ପରକୁ ଦେଖିବା ଆରମ୍ଭ କରିଦେଲି। ବର୍ତ୍ତମାନ ମୋର ସମସ୍ତ ସନ୍ଦେହ ପୁରା ଦୂର ହୋଇଗଲା, କାରଣ ସେ 70 ବର୍ଷ ବୟସରେ ଥିଲେ, କିନ୍ତୁ ସେ ବୟସ୍କ ଦେଖାଯାଉନଥିଲେ। ମୁଁ ଅନୁଭବ କଲି ଯେ ସେ ମୋର ପାଖକୁ ଆସିଛନ୍ତି। ମୁଁ ସାଙ୍ଗେ ସାଙ୍ଗେ ମାଆଙ୍କୁ କହିଦେଲି, ଏହିସବୁ ଅମିତଙ୍କ ଦ୍ୱାରା ହିଁ କରାଯାଇଛି। ଗତ କିଛି ଦିନ ହେବ ମୁଁ ଦେଖୁଛି ମୋ ରୁମ୍ର ବେଡସିଟ୍ ମଧ୍ୟ ଛିଣ୍ଡିଗଲା। ମୁଁ ଅମିତକୁ ଆଉ ଛାଡ଼ିବି ନାହିଁ। ମୁଁ ଏହାର ଦୋଷ ଅମିତକୁ ହିଁ ଭାବୁଥିଲି, କିନ୍ତୁ ଏହାର କାରଣ କିଛି ଅନ୍ୟ ହିଁ ଥିଲା। ସେଥିପାଇଁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମୁଁ ଏହା କହିବା ମାତ୍ରେ ମୋର ମା ମୋତେ ଶାନ୍ତ କଲା। କାଜଲ, ଟିକେ ଶାନ୍ତ ହୁଅ। ବୋଧହୁଏ ଅମିତ କିଛି ଭୁଲ କାମ କରିଛନ୍ତି, କିନ୍ତୁ ସମସ୍ତଙ୍କୁ ଏହି ବିଷୟରେ କୁହ ନାହିଁ। ତୁମର ବାପାଙ୍କ ସାମ୍ନାରେ ଏହି ଜିନିଷ ଗୁଡ଼ିକ ପ୍ରକାଶ ହିଁ କର ନାହିଁ। ତୁମେ ଜାଣ ଯେ ସେ ଜଣେ ହୃଦୟ ରୋଗୀ। ଯଦି ସେ ତାଙ୍କର ସ୍ୱାସ୍ଥ୍ୟ ବିଷୟରେ ଅଧିକ ଚିନ୍ତା କରନ୍ତି, ମୁଁ ଶୀଘ୍ର ଅମିତକୁ ଆମ ଘରକୁ ପଠାଇଦେବି। ତୁମେ ଏସବୁକୁ ତୁମର ପିତାଙ୍କୁ ଜମା ବି କୁହ ନାହିଁ। ଏହି ଗର୍ଭବତୀ ମହିଳାରୁ ମୁଁ ତୁମକୁ ନିଶ୍ଚୟ ମୁକ୍ତି କରିବି। ମା ମୋତେ ବହୁତ ଭଲ ଭାବରେ ବୁଝାଇ ଦେଲେ। ତାପରେ ମୁଁ ମାଆକୁ ଯାଇକି ଆଲିଙ୍ଗନ କରିଦେଲି। ମା ମୋର ଲୁହ ପୋଛିଦେଲା ଏବଂ ଆମ ଘର ଆଡ଼କୁ ଯିବା ଆରମ୍ଭ କରିଦେଲୁ। ସେଇଦିନ ରାତିରେ ମୁଁ ଅମିତକୁ ମୋ ରୁମ୍ରେ ମଧ୍ୟ ଶୋଇବାକୁ ଦେଲି ନାହିଁ। କିଛି ସମୟ ପରେ ମୁଁ ଶୋଇପଡ଼ିଲି। ମୁଁ ଅନୁଭବ କଲି ଯେ କାହାର ହାତ ମୋର ଅଣ୍ଟାରେ ଥିଲା। ଯେତେବେଳେ ମୁଁ ଆଖି ଖୋଲିଲି, ଦେଖିଲି କି ଅମିତ ମୋର ପାଖରେ ହିଁ ପଡ଼ିଛି। ମୁଁ କ୍ରୋଧିତ ହୋଇ ତାଙ୍କୁ ପାଟି କରି ମୋର ରୁମ୍ରୁ ଯିବା ପାଇଁ ତାଙ୍କୁ କହିଲି। ମୋର ସ୍ୱର ଶୁଣି ବାପା ମୋତେ ଉଠି ପଡ଼ିଲେ। ଉପରକୁ ଯାଇ ମୋ ରୁମ୍କୁ ଆସିଲା। ମୁଁ କ୍ରୋଧରେ କିଛି କହିବା ପୂର୍ବରୁ ସେ ପରିସ୍ଥିତିକୁ ନିୟନ୍ତ୍ରଣ କରି କହିଲା, ବହୁତ ଦିନ ହେଲା ଅମିତ ତାଙ୍କର ଭଉଣୀଙ୍କର କୋଠରୀରେ ଶୋଇଛି। ବୋଧହୁଏ ବର୍ତ୍ତମାନ କିଛି ଦିନ ସେ ତାର ମା ସହିତ ହିଁ ଶୋଇବାକୁ ଚାହୁଁଛନ୍ତି। ଏଥିରେ କୌଣସି ଅସୁବିଧା ହିଁ ନାହିଁ। ଅମିତ କିଛି ଦିନ ପାଇଁ ମୋ ରୁମ୍ରେ ହିଁ ଶୋଇବ। ମୁଁ ଅମିତଙ୍କର ହାତ ଧରି ମୋ ସାଙ୍ଗରେ ହିଁ ତାକୁ ନେଇଗଲି। ସେହି ରାତିରେ ମୁଁ ଆଉ ଶୋଇପାରିଲି ନାହିଁ। ହଠାତ୍ ମୋର ଆଖି ପୁରା ଅନ୍ଧ ହୋଇଗଲା। ଯେତେ ଶୀଘ୍ର ମୁଁ ମୋର ମା ଆଡ଼କୁ ଗଲି। ଶୋଇବା ବେଳେ ମୋର ହାତ କାହାର ଗୋଡ଼କୁ ଛୁଉଁଥିଲା। ତାପରେ ମୁଁ ଉଠିଗଲି। ମୁଁ ଭୟଭୀତ ହୋଇ ଆଲୋକର ସୁଇଚ୍ ଅନ୍ କଲି ଏବଂ ଦେଖିଲି କି ମୋ ପାଖରେ ଏକ ଛୋଟ ପିଲା ଅଛି, ଯିଏକି ମୋର ମୁଣ୍ଡକୁ ଧରିଛି। ମୁଁ ଜୋର ଜୋରରେ ଚିତ୍କାର କରିବାକୁ ହିଁ ଲାଗିଲି। ଭୟରେ ବାପା ମୋର ସ୍ୱର ଶୁଣିବା ପରେ କୋଠରୀକୁ ଆସିଗଲି। ସେଠାରେ ମୁଁ ବହୁତ କାନ୍ଦୁଥିଲି ଏବଂ ମା ମଧ୍ୟ ଚକିତ ହୋଇଯାଇଥିଲେ। ବାପା ମଧ୍ୟ ପଚାରିଥିଲି, ତୁମେ କାହିଁକି କାନ୍ଦୁଛ ଆଉ ତମର କ'ଣ ହେଲା? ମୁଁ ଭାବପ୍ରବଣ ହୋଇ ବାପାଙ୍କୁ ପଚାରିଲି। ସେହି ସମୟରେ ପିତା କ୍ରୋଧିତ ହୋଇ ଅମିତକୁ କିଛି ନ ଭାବି ଚାପଡ଼ାଟି ମାରିଥିଲେ। ତାପରେ ଅମିତ କହିଲା, କାଜଲ, ତୁମେ କ'ଣ କହୁଛ? ଏହା ସତ୍ୟ ଯେ ମୁଁ ତୁମକୁ ବହୁତ ଭଲ ପାଏ, କିନ୍ତୁ ମୁଁ ତୁମ ସହିତ କିଛି ବି ଖରାପ କାମ କରିନାହିଁ। ଏବଂ ତୁମେ କିପରି ଗର୍ଭବତୀ ହୋଇପାରିବ? କିଏ ତୁମକୁ ଏସବୁ କହିଲା?
ମୋର ଅର୍ଥ ତୁମେ କହିଲ କି? ଆରେ କେଉଁ ପ୍ରକାରର ରିପୋର୍ଟ? ମୋର କୌଣସି ତ ରିପୋର୍ଟ ହିଁ ନାହିଁ। ମୋର ଅର୍ଥ ହେଉଛି ଯେ ମୋତେ ଏପରି କଥା କାହିଁକି କହିଲା? ତାହେଲେ ମୋର ଅର୍ଥ ଶୁଣିବା ପରେ ମୁଁ ସମ୍ପୂର୍ଣ୍ଣ କମ୍ପିତ ହୋଇଗଲି। ବାପାଙ୍କ ଠାରୁ ଏପରି କୋଠର କଥା ଶୁଣି ମୁଁ ବହୁତ ଡରିଗଲି, କାରଣ ମୁଁ ଗର୍ଭବତୀ ଥିଲି ଆଉ ବାପା ମଧ୍ୟ ଏ ବିଷୟରେ ଜାଣିନଥିଲି। ଏବଂ ଏହି ପରିସ୍ଥିତିରେ ମୋର ପିତାମାତାଙ୍କର ମଧ୍ୟରେ ଏହି ଯୁକ୍ତି ଶୁଣିବା ପରେ ମୋର ମାନସିକ ସନ୍ତୁଳନ ଖରାପ ହୋଇଗଲା। ତାପରେ ହଠାତ୍ ମୋର ମୁଣ୍ଡ ବୁଲାଇଗଲା ଏବଂ ମୁଁ ଚକିତ ହୋଇଗଲି। ଧୀରେ ଧୀରେ ମୋର ଆଖି ଖରାଇ ବନ୍ଦ ହୋଇଗଲା। ତାପରେ ସେ ଦୌଡ଼ି ଆସିଲା ଆଉ କହିଲା କି ମୁଁ ତୁମ ସହିତ କୌଣସି ଭୁଲ କାମ କରିନାହିଁ, ମୋତେ ତମେ ବିଶ୍ୱାସ କର। ଏବଂ ତୁମେ ଗର୍ଭବତୀ ମଧ୍ୟ ନୁହଁ। ଏହା ସବୁ ମ୍ୟାଡାମଙ୍କର ହିଁ ଖେଳ ଥିଲା, ମାନେ ତମର ମାଆର। ବର୍ତ୍ତମାନ ମୁଁ ତାଙ୍କର ସମସ୍ତ ସତ୍ୟକୁ ଆପଣଙ୍କ ସାମ୍ନାରେ ଆଣିବି। ତାପରେ ଅମିତ ତାଙ୍କର ପୁରୁଣା କାହାଣୀ କହିଲା। ମୁଁ 16 ବର୍ଷର ନୁହେଁ, କିନ୍ତୁ ମୁଁ 24 ବର୍ଷର ଜଣେ ବାଳକ ଏବଂ ଏହି ମ୍ୟାଡାମଙ୍କର କୌଣସି ପୁଅ ମଧ୍ୟ ନାହିଁ। ମୁଁ ଏକ ଥିଏଟର କମ୍ପାନୀରେ ମଧ୍ୟ କାମ କରିଛି ଏବଂ ସେଠାରେ ମୁଁ ଏହି ମ୍ୟାଡାମକୁ ଭେଟିଥିଲି। ମୁଁ ମଧ୍ୟ ଏହି ମ୍ୟାଡାମ ସହିତ ଏହିପରି ନାଟକ କରିସାରିଛି। ମ୍ୟାଡାମ ମୋତେ ବ୍ୟବହାର କରିଛନ୍ତି ଏବଂ ମୁଁ ତାଙ୍କ ସହିତ ଯାହା କରିଛି ମୁଁ ହିଁ ଜାଣିଛି। ସେ ଏବେ ଡ୍ରାମା ମଧ୍ୟ କରୁଥିଲି, ଯେଉଁଥିରେ ମୁଁ ବୁଝିପାରୁଥିଲି ସେ ପ୍ରକୃତରେ କ'ଣ କରନ୍ତି। ମ୍ୟାଡାମ 15,000 ଟଙ୍କା ପାଇଁ ଏକ କମ୍ପାନୀରେ କାମ କରୁଥିଲି। ତାପରେ ସେ ନିଜର ସୌନ୍ଦର୍ଯ୍ୟର ସୁଯୋଗ ନେଇ କମ୍ପାନୀର ମାଲିକ କିମ୍ବା ମ୍ୟାନେଜରଙ୍କୁ ତାଙ୍କର ପ୍ରେମର ଫାନ୍ଦରେ ପକାଇ ଦିଅନ୍ତି। କୌଣସି କାରଣରୁ ତାଙ୍କୁ ବିପୁଳ ପରିମାଣରେ ଟଙ୍କା ମଧ୍ୟ ମିଳିଗଲା। ତାଙ୍କୁ ଦିଆଯାଇଥିବା ଆଲମିରା ସହିତ ସେ ମଧ୍ୟ ମୋର ଖର୍ଚ୍ଚ ବହନ କରୁଥିଲେ। ତୁମର ପିତା ଏହି ମ୍ୟାଡାମଙ୍କର ଚତୁର୍ଥ ହିଁ ଶିକାର ଥିଲେ, କିନ୍ତୁ ତୁମ ପିତାଙ୍କ କବଳରେ ପୁରା ଫସି ହିଁ ଯାଇଥିଲି। କେବଳ ଟଙ୍କା ଦେଇ କାମ ହିଁ କରୁଥିଲେ, କିନ୍ତୁ ଆଜି ସେମାନେ ମୋର ଚରିତ୍ର ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ମୁଁ ଜାଣେ ନାହିଁ ଯେ ମ୍ୟାଡାମ ମୋ ସହିତ ଏହିପରି କିଛି କାମ କରିବେ ବୋଲି। କାଜଲ ଏହା ସତ୍ୟ କଥା କହିଲି ଯେ ମୁଁ ତୁମକୁ ବହୁତ ଭଲ ପାଇବା ଆରମ୍ଭ କରିଥିଲି, କିନ୍ତୁ ମୁଁ କେବେ ବି ତମ ସହିତ କିଛି ବି ଖରାପ କାମ କରିନାହିଁ ଆଉ ତୁମ ସହିତ ମଧ୍ୟ ଭୁଲ କରିନାହିଁ। ଏହା ମୋତେ ଅନୁଭବ କଲା ଯେ ଏହା ପିଲାମାନଙ୍କ ଉପରେ ବହୁତ ଖରାପ ପ୍ରଭାବ ପକାଇବ, କିନ୍ତୁ ବେଳେବେଳେ ପିଲାମାନଙ୍କୁ କିଛି କଥା କହିବା ଆବଶ୍ୟକ ହୁଏ। ସେହି ସମୟରେ ଆମେ ଅମିତକୁ ଧନ୍ୟବାଦ ଦେଇଥିଲୁ, କାରଣ ସମୟକ୍ରମେ ସେ ଆମକୁ ସମସ୍ତ ସତ୍ୟ କଥା ମଧ୍ୟ କହିଥିଲି, ନହେଲେ ଆମେ ଜାଣିପାରିନଥାନ୍ତୁ। ଏବଂ ସତ କହି ସେ ମଧ୍ୟ ଅପସାରଣକୁ ହିଁ କରିଥିଲେ। ସେ ଠକ ମହିଳାଙ୍କୁ ପୋଲିସ ନିକଟରେ ବାପା ଅଭିଯୋଗ ହିଁ କରିଥିଲେ ଏବଂ ଲେଡି ପୋଲିସ ତାକୁ ଧରିକି ନେଇଯାଇଥିଲେ। ଏଥିରେ ଅମିତଙ୍କର କୌଣସି ଦୋଷ ମଧ୍ୟ ନଥିଲା ଏବଂ ସେ କୌଣସି ଅପରାଧ ମଧ୍ୟ କରିନାହାନ୍ତି। ସେ ଯାହା ବି କରୁଥିଲେ ସେ ଟଙ୍କା ପାଇଁ ଏହା ହିଁ କରୁଥିଲେ, କିନ୍ତୁ ସେ ଭୁଲ ବ୍ୟକ୍ତିଙ୍କୁ ସମର୍ଥନ କରୁଥିଲେ। ତେଣୁ ତାକୁ 3 ମାସ କାରାଦଣ୍ଡରେ ଦଣ୍ଡିତ ହିଁ କରାଯାଇଥିଲା। ସବୁକିଛି ସଜାଡ଼ିବା ପରେ ବାପା ମୋତେ ଡାକ୍ତରଖାନା ନେଇ ମୋତେ ଯାଞ୍ଚ ହିଁ କରୁଥିଲେ। ମୋର ପେଟରେ ଯନ୍ତ୍ରଣା ଏବଂ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ଏକ ଜୀବାଣୁ ସଂକ୍ରମଣ ଥିଲା। ମୁଁ ବହୁତ କମ୍ ପାଣି ପିଉଥିଲି ଏବଂ ଗ୍ରୀଷ୍ମ ଋତୁ ଥିଲା, ତେଣୁ ମୁଁ ସଂକ୍ରମଣରେ ଆହତ ହୋଇଯାଇଥିଲି। ଏହି କାରଣ ମୁଁ ମୋର ପେଟରେ ଯନ୍ତ୍ରଣା ଅନୁଭବ କରିବାକୁ ଲାଗିଲି। ସେତେବେଳେ ମୋର ମା ମୋତେ ଡାକ୍ତରଖାନା ନେଇଗଲେ, ଯେଉଁଠାରେ ସେ କିଛି ଅତିରିକ୍ତ ଟଙ୍କା ଦେଇ ମୋର ଗର୍ଭଧାରଣ ଡାକ୍ତରୀ ରିପୋର୍ଟ ମଧ୍ୟ ପାଇଗଲେ। ଏହି ବିଷୟରେ କେହି ମଧ୍ୟ ଜାଣିପାରିନଥିଲେ। ଏହାପରେ ସେ ମୋତେ ବିଭ୍ରାନ୍ତ ହିଁ କରିଥିଲେ, କିନ୍ତୁ ତାଙ୍କର ଭୁଲ ପାଇଁ ତାଙ୍କୁ ମଧ୍ୟ ଭଲ ଦଣ୍ଡ ମିଳିଥିଲା। ସେହିଦିନଠାରୁ ମୋର ବାପା ମୋର ବିବାହର ଚିନ୍ତାଧାରାକୁ ତାଙ୍କର ମନରୁ ହିଁ ସମ୍ପୂର୍ଣ୍ଣ ରୂପେ ହଟାଇ ଦେଲେ। ଏବେ ବାପା ମୋର ବିବାହ ବିଷୟରେ ଅଧିକ ସଚେତନ ହୋଇଛନ୍ତି। ବନ୍ଧୁଗଣ, ମୁଁ ଆଶା କରୁଛି ମୋର ଏହି କାହାଣୀଟି ଆପଣମାନଙ୍କୁ ନିଶ୍ଚୟ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସେ ତେବେ ମୋର ଭିଡ଼ିଓକୁ ଲାଇକ୍, ସବସ୍କ୍ରାଇବ୍ ଆଉ ସମସ୍ତ ପାଖକୁ ସେୟାର କରନ୍ତୁ। ବନ୍ଧୁଗଣ, ଆଜି ପାଇଁ ଏତିକି। ପୁଣି ଦେଖାହେବା ଆଉ ଏକ ନୂଆ ଭିଡ଼ିଓରେ ଏମିତି ଏକ ସୁନ୍ଦର କାହାଣୀ ସହିତ। ବର୍ତ୍ତମାନ ମୁଁ ରହୁଛି।